ସମବାୟ ସହର ଆସ୍କାସ୍ଥିତ ମା ଖମ୍ବେଶ୍ୱରୀ ମନ୍ଦିର ପରିସରରେ ଏଠାରୁ ପରିଚାଳିତ ଜିଲ୍ଲା ଖବର ଡିଜିଟାଲ ମିଡିଆ ହାଉସ୍ ପକ୍ଷରୁ ଦିନବ୍ୟାପୀ ଅଷ୍ଟମ ସ୍ୱନକ୍ଷତ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହେଲା। ଜଷ୍ଟିସ୍ କନ୍ନର ଚାରିଟେବଲ୍ ଟ୍ରଷ୍ଟ ପ୍ରଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅବସରରେ ଆଞ୍ଚଳିକ ସ୍ତରରେ ଶିକ୍ଷା, ଲୋକକଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ସାମ୍ବାଦିକତା ଓ ସମାଜସେବାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା 100ରୁ ଅଧିକ ପ୍ରତିଭାବାନ ବିଦ୍ୟାର୍ଥୀ ଓ ବ୍ୟକ୍ତିବିଶେଷଙ୍କୁ ଶ୍ରେଷ୍ଠ ପ୍ରେରଣା ଓ ଶ୍ରେଷ୍ଠ ପ୍ରତିଭା ସମ୍ମାନରେ ସମ୍ମାନିତ କରାଗଲା। ଏହାସହ ଚଳିତ ଦଶମ ଏବଂ ଯୁକ୍ତ 2 ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀଙ୍କୁ ଜିଲ୍ଲା ଖବର ଡିଜିଟାଲ ମିଡିଆ ହାଉସ୍ ଓ ଜଷ୍ଟିସ୍ କର୍ଣ୍ଣଲ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଗଲା। ଏହାସହ ଜିଲ୍ଲା ଖବରର ଅଷ୍ଟମ ସ୍ୱନକ୍ଷତ୍ର ଦିବସ ଅବସରରେ ବାର୍ଷିକ ବିତର୍କ ଡିଜିଟାଲ ଜମାନାରେ ଆଞ୍ଚଳିକ ଗଣମାଧ୍ୟମ ଭୂମିକା ଓ ଗୁରୁତ୍ୱ ଆଲୋଚନା ହେଲା। କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅର୍ଗସ୍ ଟିଭିର ସିନିୟର ପ୍ରଡ୍ୟୁସର ତଥା ଆଙ୍କର ନୀଳିମା ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ। ସମ୍ମାନିତ ଅତିଥି ଭାବରେ ଇଟିଭି ଭାରତର ଗଞ୍ଜାମ ଜିଲ୍ଲା ମୁଖ୍ୟ ସମୀର ଆଚାର୍ଯ୍ୟ, ଓଟିଭିର ବରିଷ୍ଠ ସାମ୍ବାଦିକ ତଥା ଆଙ୍କର ପ୍ରସନ୍ନଜିତ ରାୟ, ଅର୍ଗସ୍ ଟିଭିର ବ୍ରହ୍ମପୁର ବ୍ୟୁରୋ ଚିଫ୍ ପୀତାମ୍ବର ନାହକ, ବରିଷ୍ଠ ସାମ୍ବାଦିକ ଅନିଲ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ସେବା ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଅଳକା ସାହୁ ପ୍ରମୁଖ ସାମିଲ ଥିଲେ। ଜଷ୍ଟିସ୍ କର୍ଣ୍ଣର ଚାରିଟେବଲ୍ ଟ୍ରଷ୍ଟ ସହ ଆୟୋଜିତ ଟିମ୍ ଜିଲ୍ଲା ଖବରର ଏହି କାର୍ଯ୍ୟକ୍ରମରେ ଆସ୍କା ସମେତ ଜିଲ୍ଲାର ସମସ୍ତ ଜନସାଧାରଣ ଏବଂ ଶୁଭେଚ୍ଛୁଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମମ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସ୍ୱତନ୍ତ୍ର ସ୍ମୃତି ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ, ଯାହା ଉପସ୍ଥିତ ସଭାସଦମାନଙ୍କ ଦ୍ୱାରା ବହୁତ ପ୍ରଶଂସନୀୟ ହୋଇଥିଲା ଓ ଏହା ଦିନେ ନା ଦିନେ ସମାଜରେ ଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ମତ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।